ମୁଁ ଶିକ୍ଷକ। ମତେ କେବଳ ସରକାରୀ ଦରମା ପାଉଥିବା କର୍ମଚାରୀଟିଏ ଭାବନ୍ତୁନି, ଯିଏ 10ଟାରେ ସ୍କୁଲକୁ ଆସି ଶୁଆ ଭଳି ଗାଇ ଗାଇ 4ଟାରେ ପଳେଇଯାଏ। ମୁଁ ଶିକ୍ଷକ, ମୁଁ ଗୁରୁ। ମୁଁ ତୁମ ପୁଅ ଝିଅଙ୍କୁ ମୋ ପୁଅ ଝିଅ ଭାବେ ତାର ସର୍ବାଙ୍ଗୀନ ଉନ୍ନତି ପାଇଁ ଲେଖେ, ଆଙ୍କେ, ନାଚେ, ଗାଏ, ଗଢ଼େ, ଚଢ଼େ, ଅନେକ କିଛି କରେ। ପୁଣି ଏସବୁ କେବଳ ସ୍କୁଲରେ ନୁହେଁ, ମୁଁ ଘରେ ବି କରେ। ପୂର୍ବରୁ ଭାବେ, ପ୍ରସ୍ତୁତ ହୁଏ, ପରେ ତର୍ଜମା ବି କରେ। ଆଉ କ'ଣ କଲେ ମୋ ଶିକ୍ଷାର୍ଥୀଙ୍କର ପ୍ରତ୍ୟେକ କ୍ଷେତ୍ରରେ ମାନ ବୃଦ୍ଧି ହେବ, ଅହରହ ଚିନ୍ତା କରେ। ତାକୁ ସେ ସବୁ ଭଲ କଥା ବୁଝାଏ ଯାହା ଆପଣ କେବେ ଧ୍ୟାନ ଦେଇନଥିବେ। ଏଥିପାଇଁ କେତେବେଳେ ମୁଁ ପୋଲିସ ତ କେତେବେଳେ ଡାକ୍ତର, କେତେବେଳେ କୃଷକ, ଚିତ୍ରକର, କାରିଗର, ବିଚାରପତି, ଏପରିକି ଆଈ ମା ଭଳି ଅନେକ ଅଭିନୟ କରିବାକୁ ପଡ଼େ। ମୋତେ ବୁଝନ୍ତୁ, ଜାଣନ୍ତୁ, ସହଯୋଗ କରନ୍ତୁ। ସମ୍ମାନ ନଦେଲେ ନାହିଁ, କିନ୍ତୁ ଅସମ୍ମାନିତ କରନ୍ତୁ ନାହିଁ। ଦେଖିବେ ଆପଣଙ୍କ ଛୁଆ ନିଶ୍ଚିତ ଏକ ଶୃଙ୍ଖଳିତ, କର୍ତ୍ତବ୍ୟନିଷ୍ଠ, କର୍ମଠ ନାଗରିକଟିଏ ହେବ। କାରଣ ସେ ଆପଣଙ୍କ ଶରୀର ଢାଞ୍ଚାରେ ଗଢ଼ା ହୋଇପାରେ, ମାତ୍ର ମୋ ମଗଜ ଢାଞ୍ଚାରେ ବିକଶିତ ହୁଏ। କ'ଣ ଆମ ଛୁଆ ଆଗରେ ଆପଣ ଓ ମୁଁ ଅଲଗା ନ ହୋଇ ଏକ ହେଇପାରିବାନି?